ଆଜ୍ଞା ମୁଁ ପି ସତ୍ୟନାରାୟଣ ସଭାପତି ଉତ୍କଳ କମିଶନ ଡ୍ରଗ୍ ଆସୋସିଏସନ। ଆଗାମୀ 20 ତାରିଖ ଦିନ ମେ 20ରେ ଏଣ୍ଟାୟାର ଭାରତରେ ସବୁ ଔଷଧ ଦୋକାନ ବନ୍ଦ ରହିବ। ଏଟା କାରଣ ହେଉଛି ହାଇକୋର୍ଟ ଆଦେଶ ଦେଲା ପରେ ବି ବେଆଇନ ବାବଦରେ ଚାଲୁଥିବା ଇ ଫାର୍ମାସିସ୍ ଅନଲାଇନ୍ ସେଲ୍କୁ ବନ୍ଦ କରିବା ପାଇଁ ପ୍ରିଡେଟରୀ ପ୍ରାଇସିଂ ଅନଲିମିଟେଡ୍ ଡିସ୍କାଉଣ୍ଟ ଯୋଉଟା ଦେଖାଉଛନ୍ତି ଏଟାକୁ ତଦନ୍ତ କରିକି ବନ୍ଦ କରିବା ପାଇଁ କହୁଥିଲୁ। ଏଟାକୁ ତଦନ୍ତ କରିବା ପାଇଁ ଆମେ ଲେଖି ଦେଇଥିଲୁ, ସେଟା ଯେହେତୁ ପାଳନ କରୁନାହାନ୍ତି। ତୃତୀୟରେ ଆଉ ଗୋଟେ ଟେମ୍ପରାରୀ ନୋଟିଫିକେସନ ଦିଆହେଇଥିଲା, ସେ ନୋଟିଫିକେସନଟାକୁ ଓନ୍ଲି କୋଭିଡ ପିରିୟଡ ପାଇଁ କୁହାଯାଇଥିଲା, ଏବେ ପର୍ଯ୍ୟନ୍ତ ସେଟା ରଦ୍ଦ କରାଏ। ଏ ତିନିଟା କାରଣ ସଦାଏ ଆମେ ବନ୍ଦ ରଖିଥା ଦେଉଛୁ। ଏବେ ଏଥିରେ ଯଦି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଶୁଣିବନି ତାହେଲେ ଇନଡିଫିନିଟ୍ ପିରିୟଡ ବନ୍ଦ ରହିବ। ବର୍ତ୍ତମାନ ଯୋଉ ଆପଣ କହିଲେ ଅନଲାଇନରେ ଯୋଉ ବିକ୍ରି କରାଯାଉଛି ତା ଦ୍ୱାରା ତ ଲୋକମାନେ ଲାଭବତ ହେଉଛନ୍ତି। କି ଲାଭ ଆଜ୍ଞା? ମେଡିସିନ ଠିକ କି ନାହିଁ ଜାଣିନାହାନ୍ତି, କ'ଣ ଲାଭ ପାଇବେ? ଆମ ପାଖରେ କିଣିଲେ ଠିକ ଔଷଧ ଦେବୁ। 50 ବର୍ଷ ଧରି ଆମେ ଦୋକାନ ଚାଲିଛି। ଏମାନେ କୋଉଠି ଦୋକାନ ଅଛି ଜାଣିନାହାନ୍ତି, କୋଉଠୁ ଆସୁଛୁ ଜାଣିନାହାନ୍ତି, 50% ଦେଇ ଦଉଛନ୍ତି। ସେଟା ଔଷଧ ଦେଖୁନାହାନ୍ତି ଏବେ ଓଡ଼ିଶାରେ ବାହାରିଲାନି ତେଲମା, ଜାଣିଛନ୍ତି ନା ନାହିଁ? ଡୁପ୍ଲିକେଟ୍ ଔଷଧ ବାହାରିପାରେ। ସେଥିପାଇଁ ଆମେ ସତର୍କ କରୁଛୁ, ସତର୍କ ରହିଛୁ। ଆମେ ସେ ରୋଗୀମାନଙ୍କୁ ଯୋଉ ପ୍ରକାର ଅସୁବିଧା ନ ହବ ସେ ବ୍ୟବସ୍ଥା ଆମେ କରିବୁ। ସେଦିନ ମାନେ ଯେମିତିକି ମେଡିସିନ ଗୋଟେ ଜିନିଷ ବହୁତ ଅତ୍ୟାବଶ୍ୟକ ଜିନିଷ, ଯେତେବେଳେ ଆପଣ ବନ୍ଦ ଘୋଷଣା କରୁଛନ୍ତି ତା ପାଇଁ ଆପଣ ଯଦି କହିଲେ କ'ଣ ଆମ ଘୋଷଣା ନ ଶୁଣିବାରୁ ବନ୍ଦ ଘୋଷଣା କରୁଛୁ। ଲୋକ ଯୋଉ ଅସୁବିଧାର ସମ୍ମୁଖୀନ ହେଲେ ତାକୁ କେମିତି ବ୍ୟବସ୍ଥା? ଲୋକ ଅସୁବିଧା ହେଲେ ବାଡ଼େଇବେ ଯାଇକି ସରକାରକୁ, ବୁଝିପାରିଲେ ତ?